କେଉଁ ପର୍ବରେ ନାହିଁ ମାତ୍ରା? ଆପଣ କହିପାରିବେ କି ଏମିତି ଏକ ପର୍ବ ଯେଉଁଥିରେ ନାହିଁ କୌଣସି ମାତ୍ରା? ଏପରି କେଉଁ ପର୍ବର ନାମ ଅଛି ଯେଉଁଥିରେ କୌଣସି ମାତ୍ରା ନାହିଁ? ଉତ୍ତର କହିପାରିଲେ ଆଗକୁ ଯିବେ ଆଉ ବହୁତ ସଫଳତା ପାଇବେ। ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ସାଧାରଣ ଜ୍ଞାନ ଓ ପଜଲ ଅତ୍ୟନ୍ତ ପ୍ରିୟ। ଫୋନ୍ ଯୁଗରେ ଅନେକ ଲୋକ ସେମାନଙ୍କର ଖାଲି ସମୟକୁ ଜିକେରେ କିମ୍ବା ପଜଲ ସମାଧାନ କରିବାରେ ଅତିବାହିତ କରନ୍ତି। ଯେଉଁମାନଙ୍କର ଏପରି ଅଭ୍ୟାସ ଅଛି ସେମାନଙ୍କ ପାଇଁ ଏହା ବହୁତ ଭଲ କଥା। ଏହାର କାରଣ ହେଉଛି ଅଜଣା ବିଷୟ ବାବଦରେ ଜାଣିବା ଦ୍ୱାରା ଜଣେ ବ୍ୟକ୍ତି ନିଜର ଜ୍ଞାନ ଭଣ୍ଡାରକୁ ସମୃଦ୍ଧ କରିପାରିବ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଧାରଣ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପ୍ରାଥମିକ ଓ ଅବଜେକ୍ଟିଭ ପରୀକ୍ଷା ପାସ୍ କରିବା ପରେ ଏକ ସାକ୍ଷାତକାର ହୋଇଥାଏ। ସେହି ସାକ୍ଷାତକାରରେ ସର୍ବାଧିକ 5 ଜଣ ସଦସ୍ୟ ରହିଥାନ୍ତି। ସେମାନଙ୍କ ମଧ୍ୟରେ ଜଣେ ସାଇକୋଲୋଜିଷ୍ଟ ମଧ୍ୟ ଥାନ୍ତି। ସେମାନେ ପଚାରିଥିବା ସମସ୍ତ ପ୍ରଶ୍ନ ପ୍ରାୟତଃ ଦ୍ୱନ୍ଦ୍ୱପୂର୍ଣ୍ଣ। ବର୍ତ୍ତମାନ ଆସନ୍ତୁ ସେହିଭଳି ଏ ପ୍ରଶ୍ନର ସମାଧାନ କରିବା। ପ୍ରଶ୍ନଟି ହେଉଛି, ଏପରି ଏକ ପର୍ବର ନାମ ଯେଉଁଥିରେ କୌଣସି ବି ମାତ୍ରା ନାହିଁ। ଆପଣଙ୍କୁ ପ୍ରଶ୍ନଟି ଅଜବ ଲାଗୁଥିଲେ ବି ବେଶ୍ ସହଜ। ଓଡ଼ିଶାରେ ହୋଲି, ରାକ୍ଷୀ, ଦୁର୍ଗା ପୂଜା ଭଳି ବିଭିନ୍ନ ପର୍ବ ପାଳନ କରାଯାଏ। କିନ୍ତୁ ଅଧିକାଂଶ ପର୍ବ ପଢ଼ିଲେ ଏଥିରେ ମାତ୍ରା ଥିବାର ଜଣାପଡ଼େ। ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର କ'ଣ। ସବୁଠୁ ବଡ଼ କଥା ହେଉଛି ଏହି ପର୍ବଟି ଏକ ଓଡ଼ିଆ ପର୍ବ ଓ ଏହା ଓଡ଼ିଶାର ଏକ ଗଣପର୍ବ ମଧ୍ୟ। 3 ଦିନ ଧରି ପାଳିତ ହେଉଥିବା ଏହି ଫେଷ୍ଟିଭାଲ କୁମାରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ପ୍ରଶ୍ନର ଉତ୍ତର ଅତି ସହଜ। ଯେ କେହି ଏହା କହିପାରିବ। ତେବେ ଉତ୍ତରଟି ହେଉଛି ରଜ ପର୍ବ। ଏହି ପର୍ବ ସବୁ ଝିଅଙ୍କର ପସନ୍ଦ।